कॉकरोच जनता पार्टीर प्रतिष्ठाता अभिजित देवके तांको संगठन और सोनम वांगचुक मध्य फाट थिबा चर्चा को खंडन करिसेंती। उभयଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଛି ଓ ଆନ୍ଦୋଳନରେ वांगचुक ଅବଦାନ को ଭୁଲି ହେବ ନାହିଁ ବୋଲି ଦେବକେ କହିଛନ୍ତି। ପ୍ରତିବାଦ ଶେଷ ହେବା ପରେ ସେ वांगचुकଙ୍କ ସହ ଫୋନରେ କଥା ହୋଇଥିଲେ ଓ ଆନ୍ଦୋଳନ ଶେଷରେ ଲୋକମାନଙ୍କୁ ଧନ୍ୟବାଦ ଦେବା ସମୟରେ ସେ କାହିଁକି ତାଙ୍କ ନାମ ଉଲ୍ଲେଖ କରିନଥିଲେ ତାହା ସ୍ପଷ୍ଟ କରିଛନ୍ତି। ଦୀପକେ କହିଛନ୍ତି, ମୁଁ ଛାତ୍ରମାନଙ୍କୁ ଧନ୍ୟବାଦ ଦେଇଥିଲି କାରଣ 20 ଜୁଲାଇ ପରେ ଏହି ଆନ୍ଦୋଳନ ଦେଶର ଛାତ୍ର ଓ ଯୁବକମାନଙ୍କର ଆନ୍ଦୋଳନରେ ପରିଣତ ହୋଇଥିଲା। ସେମାନେ ନିର୍ମମ ଲାଠିଚାର୍ଜର ସମ୍ମୁଖୀନ ହୋଇଥିଲେ। ଅନ୍ୟପକ୍ଷରେ ଦୀପକେ ଆନ୍ଦୋଳନ ପାଇଁ ଜନସମର୍ଥନ ସଂଗ୍ରହ କରିବା ପାଇଁ वांगचुकଙ୍କ ଅନଶନକୁ ଶ୍ରେୟ ଦେଇଛନ୍ତି। ଦୀପକେ କହିଛନ୍ତି, ସୋନମ वांगचुक ସାର୍ ଯେଉଁ ବଳିଦାନ ଦେଇଛନ୍ତି ତାହା ଆମେ ଭୁଲି ପାରିବୁ ନାହିଁ। ସେ ନିଜ ଜୀବନକୁ ବାଜି ଲଗାଇ 26 ଦିନ ଧରି ଅନଶନରେ ଥିଲେ। ନିଜ ଜୀବନକୁ ବାଜି ଲଗାଇ ସେ ଦେଶକୁ ଜାଗ୍ରତ କରିଛନ୍ତି। ନିଜ ଜୀବନକୁ ବାଜି ଲଗାଇ ସେ ଏହି ଦେଶକୁ ସରକାରଙ୍କୁ ପ୍ରଶ୍ନ କରିବା ପାଇଁ ରାସ୍ତାକୁ ଆଣିଛନ୍ତି। ତାଙ୍କ ଅନଶନ ବିନା ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ସମ୍ଭବ ହୋଇନଥାନ୍ତା। ମୁଁ ନିଜେ ତାଙ୍କୁ ଅନଶନ ଶେଷ କରିବାକୁ ନିବେଦନ କରିଥିଲି ବୋଲି ଦୀପକେ କହିଛନ୍ତି। ब्यूरो रिपोर्ट विकल्प समाचार। आम चैनल को लाइक शेयर एवं सब्सक्राइब करंतु।